ପୁଅ ମୁଁ ତମ ଘରେ କିଛି ଦିନ ରହିପାରିବି? ମତେ ବଡ ପୁଅ ଘରୁ ବାହାର କରିଦେଇଛି। ହଁ ମା, କିଛି ଅସୁବିଧା ନାହିଁ। ଏଇଟା ବି ତ ତମ ଘର। ଆସ ଭିତରକୁ ଆସ। ମା, ତମେ ଟିକେ ବସିଥାଅ, ମୁଁ ତମ ପାଇଁ କିଛି ଆଣିକି ଆସୁଛି। ଆରେ କିଏ ଆସିଛି ଘରକୁ? ଆରେ ମା ଆସିଛନ୍ତି, ଆଜିଠୁ ଆମ ସହିତ ରହିବେ ସିଏ। ତମ ମାର ଇଏ କି ନାଟ? ଯେତେବେଳେ ନାହିଁ ସେତେବେଳେ କଣ ମୁହଁ ଉଠେଇ ଘରକୁ ପଳେଇ ଆସୁଛନ୍ତି? ଚୁପ୍, ଧୀରେ କହ, ତାଙ୍କୁ ଶୁଭିବ ନା। ସେମିତି ବି ତାଙ୍କୁ ବଡ ଭାଇ ଘରୁ କାଢି ଦେଇଛନ୍ତି। କୁଆଡେ ଯିବି ସେ ବିଚାରି କହିଲ? କାହିଁକି? ଏଠି କଣ ଅନାଥ ଆଶ୍ରମ ଖୋଲା ହେଇଛି? ତମେ ଯଦି ମନା କରିପାରିବନି ମତେ କୁହ, ମୁଁ ଯାଇକି ମନା କରି ଆସିବି। ସେମିତିରେ ବି ଏଠି ଆମେ ରହିବା ପାଇଁ ଜାଗା ନାହିଁ, ତାଙ୍କୁ କୋଉଠୁ ରଖିବି? ସାଇଡ ଦିଅ, ମୁଁ ଯାଉଛି ତାଙ୍କୁ କହିକି ଆସେ। ମା ତୁ ଝିଅ, ମା ମାନଙ୍କୁ କେବେଠୁ ଭାଗ ବଣ୍ଟା କରାଗଲାଣି? ମା ତ ସମସ୍ତଙ୍କ ପାଇଁ ସମାନ। ହଉ ବୋଧେ ମୋର କିଛି ଲାଳନ ପାଳନରେ ଭୁଲ ହେଇଯାଇଥିବ। ବଡ ପୁଅ ସେମିତି କଲା, ତୁ ବି ସେମିତି କଲୁ। ଲୋକେ ତ ବିନା କାରଣରେ କୁହନ୍ତି ଯେ ଗୋଟେ ଝିଅର ନିଜ ଘର ନଥାଏ, କିନ୍ତୁ ପ୍ରକୃତ କଥା ଏଇଆ କି ଯେ ଗୋଟେ ମାର ନିଜ ଘର ନଥାଏ, କାହିଁକି ନା ତା ଜନ୍ମ କଲା ପିଲାମାନେ ହିଁ ତାକୁ ବଡ ହେଲା ପରେ ତଡ଼ି ଦିଅନ୍ତି।